ଯେକୌଣସି ପ୍ରସଙ୍ଗ ଅଛି ବିଧାନସଭାରେ ତାକୁ ଆଲୋଚନାକୁ ଆସୁନି। ଆଉ ପ୍ରସଙ୍ଗକୁ ଯେତେବେଳେ ଆମେ ଆଲୋଚନାକୁ କରିବାକୁ ପ୍ରସ୍ତୁତ ରହୁ ସେତେବେଳେ ବିରୋଧୀ କକ୍ଷତ୍ୟାଗ କରନ୍ତି। ଆଉ ଆମ ଭାରତୀୟ ଜନତା ପାର୍ଟି ହେଉଛି ବିଶ୍ୱର ସବୁଠୁ ବଡ଼ ପାର୍ଟି, ଯେଉଁଥିରେ ଆପଣ ଦେଖୁଥିବେ ସ୍ୱତଃପୃତ ଭାବେ କୋଉଭଳି ଭାବରେ ସମସ୍ତେ ଲୋକ ଯୋଡ଼ି ହେଉଛନ୍ତି। ଆଉ ସେଇ ପରିପ୍ରେକ୍ଷୀରେ ଆମେ ଚାହୁଁଛୁ ରାଷ୍ଟ୍ରକୁ ଆଗକୁ ନେବା ପାଇଁ। ଯଦି ପ୍ରସଙ୍ଗ ଓଡ଼ିଶାବାସୀଙ୍କୁ ଉତ୍ତର ଦେବା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି, ସବୁ ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି, ସେହିଭଳି ଭାବରେ ବିରୋଧୀ ଦଳ ମଧ୍ୟ ବିଧାନସଭାରେ ବସି ରହିକି ଉତ୍ତର ଶୁଣିବା ପର୍ଯ୍ୟନ୍ତ ପାଇବା ପର୍ଯ୍ୟନ୍ତ ମଧ୍ୟ ବସିବା ଦରକାର। ବାସ୍ତବ ତଥ୍ୟ ହେଉଛି ଯେ ବିଗତ ଦିନମାନଙ୍କରେ କୌଣସି ଚାଷୀଙ୍କୁ ଠିକ୍ରେ ରେଜିଷ୍ଟ୍ରେସନ କରାହେଇନି, ଚିହ୍ନଟ କରାହେଇନି, ଚିହ୍ନଟ ପ୍ରକ୍ରିୟା ନାହିଁ। ଏବଂ ଯେଉଁ ସମୟରେ ଆପଣଙ୍କର ବିଗତ ସରକାର ଥିଲେ ସେମାନେ କାଳିଆ ଯୋଜନା ତାଙ୍କର କର୍ମୀମାନଙ୍କୁ ଦେଇଥିଲେ। ବିଗତ ଦିନରେ ଶାଗ ମାଛ ଦରରେ ଖଣିକୁ ନିଲାମ କରିଦିଆହେଉଥିଲା। ଓଡ଼ିଶା ସରକାରଙ୍କର ଖଣି, ଓଡ଼ିଶା ଲୋକଙ୍କର ଖଣିକୁ ସରକାର ଯାହାକୁ ତାକୁ ଦେଉଥିଲେ। ଆପଣ ଜିଲ୍ଲା ଖଣିଜ ପାଣ୍ଠିକୁ ତିଆରି କଲେ, କୁମ୍ବାଡ଼ିସିକୁ ତିଆରି କଲେ, ତାକୁ ଆପଣ ସିଧାସଳଖ ସେଇ ରାଜ୍ୟର ସେଇ ଜିଲ୍ଲାରେ ଖର୍ଚ୍ଚ ହେବ, ସେଥିପାଇଁ ମଧ୍ୟ ନିଷ୍ପତ୍ତି ହେଲା। ସରକାର ସବୁ ପ୍ରସଙ୍ଗକୁ ନେଇକି ପ୍ରସ୍ତୁତ ଅଛନ୍ତି। ମୁଁ ତ ଜାଣିବାରେ ବିରୋଧୀ ମାନେ କେବଳ ବିରୋଧ କରିବାକୁ ହିଁ ବିରୋଧ କରୁଛନ୍ତି, କିନ୍ତୁ କୌଣସି ଏମିତି ସମସ୍ୟା ହିଁ ନାହିଁ ଯାହାକୁ ତାଙ୍କୁ ଉପସ୍ଥାପନ କରିବ। ଆଉ ଯେତେବେଳେ ବି ଆମେ ଏବେ ବି ମଧ୍ୟ କହୁଛୁ ଯେକୌଣସି ପ୍ରସଙ୍ଗ ଅଛି ବିଧାନସଭାରେ ତାକୁ ଆଲୋଚନାକୁ ଆସୁନି। ଆଉ ବହୁତ ସମୟରେ ଏହା ପରିଲକ୍ଷିତ କରାଯାଇଛି, କାରଣ ଆମେ ସମସ୍ତେ ନୂଆ କରି ବିଧାୟକ ହେଇକରି ଆସିଛୁ, ଯେ ଯେତେକ ସେସନ୍ ସବୁ ସରିଗଲାଣି ବହୁତ ଗୁଡ଼ା ପ୍ରସଙ୍ଗ ଆସେ। ଆଉ ପ୍ରସଙ୍ଗକୁ ଯେତେବେଳେ ଆମେ ଆଲୋଚନାକୁ କରିବାକୁ ପ୍ରସ୍ତୁତ ରହୁ ସେତେବେଳେ ବିରୋଧୀ କକ୍ଷତ୍ୟାଗ କରନ୍ତି। ମୁଁ ନିଶ୍ଚିନ୍ତ ଭାବେ ଆପଣଙ୍କ ମାଧ୍ୟମରେ ମଧ୍ୟ ମାନେ ଏ କଥାକୁ ଆଗ୍ରହ କରିବି, ଯଦି କିଛି ବି ପ୍ରସଙ୍ଗ ଅଛି ତାକୁ ବିଧାନସଭାକୁ ଆଣନ୍ତୁ, ସେ ପ୍ରସଙ୍ଗକୁ ଉଠାନ୍ତୁ। ଆମେ ପୂର୍ଣ୍ଣ ମାତ୍ରାରେ ପ୍ରସ୍ତୁତ ଅଛୁ ସମସ୍ତ ଉତ୍ତର ଦେବାକୁ। ଆଉ ବିରୋଧୀଙ୍କ ପାଖରେ ମୁଁ ଜାଣିବାରେ ଏମିତି କୌଣସି ପ୍ରସଙ୍ଗ ନାହିଁ, କେବଳ ବିରୋଧୀମାନେ ବିରୋଧ କରିବାକୁ ବିରୋଧ କରୁଛନ୍ତି, ନହେଲେ ଏମିତି କିଛି ପ୍ରସଙ୍ଗ ହିଁ ନାହିଁ। जो सभा संकल्प अभियान आज आरंभ होती मुख्यमंत्री राज्यसभा रहे कौन आलोचना हम किभाবে ଆପଣ ଜାଣିଥିବେ ଭାରତବର୍ଷ ହେଉଛି ଗୋଟେ ବଡ଼ ଗଣତାନ୍ତ୍ରିକ ରାଷ୍ଟ୍ର। ଆଉ ଆମ ଭାରତୀୟ ଜନତା ପାର୍ଟି ହେଉଛି ବିଶ୍ୱର ସବୁଠୁ ବଡ଼ ପାର୍ଟି, ଯେଉଁଥିରେ ଆପଣ ଦେଖୁଥିବେ ସ୍ୱତଃପୃତ ଭାବେ କୋଉଭଳି ଭାବରେ ସମସ୍ତେ ଲୋକ ଯୋଡ଼ି ହେଉଛନ୍ତି। ଆଉ ସେଇ ପରିପ୍ରେକ୍ଷୀରେ ଆମେ ଚାହୁଁଛୁ ରାଷ୍ଟ୍ରକୁ ଆଗକୁ ନେବା ପାଇଁ। ଯେତେ ପ୍ରକାର ଆମେ ଆପଣମାନେ ସମସ୍ତେ ଜାଣିଥିବେ ସବୁବେଳେ ଭାରତୀୟ ଜନତା ପାର୍ଟି ସଂଗଠନକୁ ମଜବୁତ କରିବା ପାଇଁ ବିଭିନ୍ନ ସମୟରେ ବିଭିନ୍ନ ସାଂଗଠନିକ ବୈଠକମାନ କରନ୍ତି। ସେହି ପରିପ୍ରେକ୍ଷୀରେ ଆଗାମୀ ଦିନରେ ମଧ୍ୟ ଆମର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଯାହାଙ୍କ ନେତୃତ୍ୱରେ ଆମ ଦେଶ ଆଜି ପରିଚାଳିତ ହେଉଛି, ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କର ଜନ୍ମଦିନ ଆସୁଛି, ଆମେମାନେ ତାକୁ ସେବା ସପ୍ତାହ ଆକାରରେ ସମସ୍ତେ ପାଳନ କରୁ। ନିଶ୍ଚିନ୍ତ ଭାବେ ଆଗାମୀ ଦିନରେ ଦଳ ଯେତେବେଳେ ଯାହା ଦାୟିତ୍ୱ କାର୍ଯ୍ୟକର୍ତ୍ତାମାନଙ୍କୁ ଦେଇଛି, ଦଳ ସମସ୍ତ କଥା କାର୍ଯ୍ୟକର୍ତ୍ତାମାନେ କରିଛନ୍ତି। ଆଉ ଆଗାମୀ ଦିନରେ ମଧ୍ୟ ଏ ସେବା ସପ୍ତାହକୁ ଆମେ ସମସ୍ତେ ଭବ୍ୟତାର ସହିତ ପାଳନ କରୁ। ତାରିଖରୁ ମୌସୁମୀ ଅଧିବେଶନ ଆରମ୍ଭ ହେବ। ବିରୋଧୀ ବିଭିନ୍ନ ପ୍ରସଙ୍ଗ ଉଠାଉଥିଲେ, ବିଧାନସଭା ଡାକୁନାହାନ୍ତି, ଚଲଉନାହାନ୍ତି। ଆଜି ଖୋଲାଖୋଲି ଭାବରେ ଘୋଷଣା ହୋଇଗଲାଣି 22 ତାରିଖରୁ ମାନ୍ୟବର ବାଚସ୍ପତି ମହୋଦୟ ବିଧାନସଭାକୁ ଆରମ୍ଭ କରିବେ ଏବଂ 22 ତାରିଖରୁ 3 ତାରିଖ ପର୍ଯ୍ୟନ୍ତ 9ଟି କାର୍ଯ୍ୟ ଦିବସରେ ହେବ। ଏଇଟା ପ୍ରଥମ ଉତ୍ତର ସେମାନେ ପାଇଗଲେ ଯେ ବିଧାନସଭା ସେପ୍ଟେମ୍ବର ମାସରେ ହିଁ ହୁଏ ମୌସୁମୀ ଅଧିବେଶନ, ଆଜି ହେଲା। ଦ୍ୱିତୀୟ କଥା ହେଉଛି ସେ ପ୍ରସଙ୍ଗ ଉଠାଇବା ପାଇଁ ସ୍ୱାଗତ। ଯେକୌଣସି ପ୍ରସଙ୍ଗ ଉଠାଇବେ ସରକାର ମୁକାବିଲା କରିବା ପାଇଁ ପ୍ରସ୍ତୁତ ଅଛନ୍ତି, କୌଣସି ତ୍ରୁଟି ହେବ ନାହିଁ। କିନ୍ତୁ ପ୍ରସଙ୍ଗ ଉଠେଇକି କକ୍ଷତ୍ୟାଗ କରିବେ ନାହିଁ, ପ୍ରସଙ୍ଗ ଉଠେଇକି ଆସିକରି ମହାତ୍ମା ଗାନ୍ଧୀଙ୍କ ମୂର୍ତ୍ତି ପାଖରେ ବସିବେ ନାହିଁ। ଯଦି ପ୍ରସଙ୍ଗ ଓଡ଼ିଶାବାସୀଙ୍କୁ ଉତ୍ତର ଦେବା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି, ସବୁ ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି, ସେହିଭଳି ଭାବରେ ବିରୋଧୀ ଦଳ ମଧ୍ୟ ବିଧାନସଭାରେ ବସି ରହିକି ଉତ୍ତର ଶୁଣିବା ପର୍ଯ୍ୟନ୍ତ ପାଇବା ପର୍ଯ୍ୟନ୍ତ ମଧ୍ୟ ବସିବା ଦରକାର। ଆଉ ବିଧାନସଭା ତ ଆରମ୍ଭ ହେଇଯିବ 22 ତାରିଖ ଆରମ୍ଭ, ଦେଖିବା କ'ଣ ପ୍ରସଙ୍ଗ ଉଠୁଛି। ପଞ୍ଜୀକରଣ ଅଯୋଗ୍ୟ ପଞ୍ଜୀକରଣକୁ ରୋକିବା ପାଇଁ ସରକାର ଯୋଗାଣ ବିଭାଗ ସବୁ ସରକାରୀ ଜମି ଗୁଡ଼ାକ ପଞ୍ଜୀକରଣ କରୁଛନ୍ତି ନଜର ଆସୁଛି। ଦେଖନ୍ତୁ, ଇଏ ସବୁ ସରକାରୀ ବ୍ୟବସ୍ଥା। ଯେଉଁ ଜାଗାରେ ସରକାରୀ ସ୍ଥାନରେ ଧାନ କରିଛନ୍ତି ସାର୍ଟିଫିକେଟ୍ ପ୍ରଥମେ ଆସିବ ନାହିଁ, କେମିତି ପଞ୍ଜୀକରଣ ହେବ? ସରକାର ଚିଠି ଲେଖିଛନ୍ତି,
ସମସ୍ତେ ଯଦି ସରକାରୀ ଜାଗାରେ ଧାନ କରିବେ ଏବଂ ଧାନକୁ ସରକାରଙ୍କୁ ବିକିବା ପାଇଁ ଚାହିଁବେ, କିନ୍ତୁ ପ୍ରକୃତ ଚାଷୀ ଯିଏ ନିଜ ଜମିରେ ଚାଷ କରିଛି ସେ ବାଦ ପଡ଼ିଯିବ। ଯେଉଁ ଲକ୍ଷ୍ୟ ଧାର୍ଯ୍ୟ ହେଇଛି ସେ ଲକ୍ଷ୍ୟ ଧାର୍ଯ୍ୟରେ ଅଣଚାଷୀମାନେ ଆଣିକି ଧାନ ଦେବେ ଏବଂ ଆନ୍ଧ୍ର ଚାଷୀମାନେ ଆସିକି ବସିକି ଏଠି ବିକିବେ। ବିଭିନ୍ନ ରାଜ୍ୟର ଚାଷୀମାନେ ଆସିକି ଏଠି କିଣିକି ଏଠି ବିକିଦେବେ। ତାଦ୍ୱାରା ଓଡ଼ିଶା ଚାଷୀମାନେ କ୍ଷତିଗ୍ରସ୍ତ ହେବେ। ସେ ଦୃଷ୍ଟିରୁ ପ୍ରକୃତ ଚାଷୀ ଯିଏ ତାକୁ ଚିହ୍ନଟ କରିବା, ତାଙ୍କ ଧାନକୁ ସଂଗ୍ରହ କରିବା ଇଏ ରାଜ୍ୟ ସରକାରଙ୍କ ଦାୟିତ୍ୱ ଆଉ ତାକୁ ଠିକ୍ ଭାବରେ ସେ କରୁଛନ୍ତି। ଆପଣ ତ ଗ୍ରାଉଣ୍ଡକୁ ଯାଉଛନ୍ତି, ଭାଗ ଚାଷୀ ରେଜିଷ୍ଟ୍ରେସନ ହଇରାଣ ହେଉଥିବା ଖବର ନଜରକୁ ଆସିଛି, ବିରୋଧୀ ଅଭିଯୋଗ କରୁଛନ୍ତି ଭାଗ ଚାଷୀ। ଏଇ ତ ଆମେ ଚାଷୀକୁ ରେଜିଷ୍ଟ୍ରେସନ କରିବା ପାଇଁ ଯେଉଁ ଆରମ୍ଭ କଲୁ ସେତେବେଳେ ବିରୋଧୀ ଦଳ ଚିତ୍କାର କଲେ। ବାସ୍ତବ ତଥ୍ୟ ହେଉଛି ଯେ ବିଗତ ଦିନମାନଙ୍କରେ କୌଣସି ଚାଷୀଙ୍କୁ ଠିକ୍ରେ ରେଜିଷ୍ଟ୍ରେସନ କରାହେଇନି, ଚିହ୍ନଟ କରାହେଇନି, ଚିହ୍ନଟ ପ୍ରକ୍ରିୟା ନାହିଁ। ଏବଂ ଯେଉଁ ସମୟରେ ଆପଣଙ୍କର ବିଗତ ସରକାର ଥିଲେ ସେମାନେ କାଳିଆ ଯୋଜନା ତାଙ୍କର କର୍ମୀମାନଙ୍କୁ ଦେଇଥିଲେ, ତାଦ୍ୱାରା ପ୍ରକୃତ ଚାଷୀମାନେ ପାଇନାହାନ୍ତି। ଆପଣ ଗାଁକୁ ଯାଆନ୍ତୁ ଦେଖିବେ, ପ୍ରକୃତ ଚାଷୀମାନଙ୍କୁ କାଳିଆ ଯୋଜନା ଦିଆହେଇନଥିଲା। ଆଜି ସରକାର ଆସିଲା ପରେ ଯେତେବେଳେ ନୂଆ ଯୋଜନା କରୁଛନ୍ତି, ପ୍ରକୃତ ଚାଷୀକୁ ଚିହ୍ନଟ କରୁଛନ୍ତି, ଭାଗ ଚାଷୀକୁ ଚିହ୍ନଟ କରୁଛନ୍ତି ଏବଂ ତାଙ୍କୁ ରେଜିଷ୍ଟ୍ରେସନ କରୁଛନ୍ତି, ସେତେବେଳେ ବିରୋଧୀ ଦଳର ପୀଡ଼ା ଆରମ୍ଭ ହେଉଛି। ସ୍ୱାଭାବିକ ଭାବରେ ପ୍ରକୃତ ଚାଷୀ ଯିଏ ତାଙ୍କୁ ରେଜିଷ୍ଟ୍ରେସନ କରାଯିବ, କିନ୍ତୁ ଏ ଧାନ ସଂଗ୍ରହ ସହିତ ରେଜିଷ୍ଟ୍ରେସନ କୌଣସି ସମ୍ପର୍କ ନାହିଁ। ଏଥର ଧାନ ସଂଗ୍ରହ ଆପଣଙ୍କ ଖରିଫର ଠିକ୍ଠାକ୍ ହେବ ଏବଂ ସରକାର ସବୁ ଧାନ କିଣିବେ। ଏମଏଲଏ ଆକ୍ଟକୁ ନେଇକି ବାରମ୍ବାର କୁହାଯାଉଛି ଯେ ବହୁ ବଡ଼ ବଡ଼ ନେତା ମଧ୍ୟ କହିଛନ୍ତି ଓଡ଼ିଶାର କ୍ଷତି ହେଉଛି, ତା ସୂତ୍ରରେ ବିଜେଡି ବାରମ୍ବାର ଦାବି କରି ଆସୁଛି ଏବଂ ଆଜି ମଧ୍ୟ ସମାଲୋଚନା କରୁଛି। ସଂସଦରେ ମୁହଁ ଖୋଲିଲେନି, ଏବେ କୋର୍ଟକୁ ଯାଆନ୍ତୁ, ରାଜ୍ୟ ସରକାର କୋର୍ଟକୁ ଯାଆନ୍ତୁ। ଦେଖନ୍ତୁ MMDR ଆକ୍ଟ 9B ଆପଣଙ୍କର 2026 ଲୋକସଭା ଏବଂ ରାଜ୍ୟସଭାରେ ସଂଶୋଧନ ହେଇଛି ଏବଂ ଏଇଥିପାଇଁ ହେଇଛି ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ କିଭଳି ରାଜ୍ୟକୁ ଅଧିକ ଅର୍ଥ ମିଳିବ। ବିଗତ ଦିନରେ ଶାଗ ମାଛ ଦରରେ ଖଣିକୁ ନିଲାମ କରିଦିଆହେଉଥିଲା। ଓଡ଼ିଶା ସରକାରଙ୍କର ଖଣି, ଓଡ଼ିଶା ଲୋକଙ୍କର ଖଣିକୁ ସରକାର ଯାହାକୁ ତାକୁ ଦେଉଥିଲେ ଏବଂ ଆପଣ ସମସ୍ତେ ଜାଣିଛନ୍ତି ଭଲକରି ଯେ କେଉଁଭଳି ଭାବରେ ଖଣି ଲୁଣ୍ଠନ କରାଯାଉଥିଲା। ଏଠି ଯେଉଁଭଳି ଭାବରେ ମାନେ ଆଇରନ୍ ଓର୍ ଲୁଣ୍ଠନ କରି ବିଦେଶକୁ ପଠାଯାଉଥିଲା, ସେ ଜାହାଜ କଥା ଲୋକ ବି ଏପର୍ଯ୍ୟନ୍ତ ଭୁଲି ନାହାନ୍ତି। କୋଟି କୋଟି ଟଙ୍କାର ଖଣି ଯେ ଦ୍ରବ୍ୟକୁ ଅନ୍ୟ ଦେଶକୁ ଚାଲାଣ କରାଯାଉଥିଲା, ଆଜି ଗୋଟେ ନିୟନ୍ତ୍ରିତ କରାଯାଉଛି, ସିଧାସଳଖ ରାଜ୍ୟକୁ ଏହାର ଭାଗ ମିଳେ। ପ୍ରଧାନମନ୍ତ୍ରୀ ଯେତେବେଳେ ଆସିଲେ ଶାସନ ବ୍ୟବସ୍ଥାକୁ, ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସିଏ 2015 ମସିହାରୁ ଆପଣ ଜିଲ୍ଲା ଖଣିଜ ପାଣ୍ଠିକୁ ତିଆରି କଲେ, କୁମ୍ବାଡ଼ିସିକୁ ତିଆରି କଲେ, ତାକୁ ଆପଣ ସିଧାସଳଖ ସେଇ ରାଜ୍ୟର ସେଇ ଜିଲ୍ଲାରେ ଖର୍ଚ୍ଚ ହେବ ସେଥିପାଇଁ ମଧ୍ୟ ନିଷ୍ପତ୍ତି ହେଲା। ଆଜି ଖର୍ଚ୍ଚ ହେଉଛି ଅନୁଗୁଳ ଜିଲ୍ଲାରେ ଲଗଭଗ 500 କୋଟି ଟଙ୍କା ପ୍ରତିବର୍ଷ ଖଣିଜ ପାଣ୍ଠିରୁ, ଯେଉଁଟାକି ସ୍ଥାନୀୟ ଅଞ୍ଚଳର ବିକାଶ ହେଉଛି। ଆମର 225ଟି ପଞ୍ଚାୟତରୁ 80% ପଞ୍ଚାୟତ ଯେଉଁମାନେ ପ୍ରତ୍ୟକ୍ଷ ଓ ପରୋକ୍ଷ ସେମାନେ ଉପକୃତ ହେଉଛନ୍ତି। ଏଥିରେ ସ୍ୱାସ୍ଥ୍ୟ, ପିଇବା ପାଣି, ଆପଣଙ୍କର ଯାତାୟାତ, ଅଙ୍ଗନବାଡ଼ି, ସ୍କୁଲ ସବୁ ବିଷୟରେ ଆପଣଙ୍କ ଖର୍ଚ୍ଚ ହେଉଛି। ଏଇଟା ପୂର୍ବରୁ ନଥିଲା, କଂଗ୍ରେସ ସମୟରେ ଏ କଥା ନଥିଲା। କଂଗ୍ରେସ ସମୟରେ ସବୁ ଟଙ୍କା କେନ୍ଦ୍ରକୁ ପଳାଉଥିଲା, କେନ୍ଦ୍ର ଯାହା ଚାହୁଁଥିଲା ତାକୁ ଦେଉଥିଲା। ଆଜି ତାର ଗୋଟେ ଭାଗ ସିଧାସଳଖ ରାଜ୍ୟରେ ରହିବ। ୟାକୁ ସହଯୋଗ କରିବା ଦରକାର, ୟାକୁ ଅଯଥା ମୁଦ୍ରା କରିବା ଦରକାର ନାହିଁ। ଆଉ ଲକ୍ଷେ କୋଟି ଟଙ୍କା ରାଜସ୍ୱ ପଳେଇବ, ଏ ଯେଉଁ ଭ୍ରମାତ୍ମକ ଚିତ୍ର ଦେଉଛନ୍ତି ବିରୋଧୀ ଦଳ, ଥରେ ପ୍ରକୃତ ତଥ୍ୟ ଦେବା ଆରମ୍ଭ କରନ୍ତୁ। ଆମେ ତ ଦେଉଛୁ ଯେ ଓଡ଼ିଶାରେ MMDR ଆକ୍ଟ ଦ୍ୱାରା ଓଡ଼ିଶା କ୍ଷତିଗ୍ରସ୍ତ ହେବନି, ବରଂ ବିଗତ ସରକାରରେ ଯେଉଁ ଭଳିଆରେ ଖଣି ଦୁର୍ନୀତି ହେଇଥିଲା ତାକୁ ରୋକ ଲାଗିବ ଏବଂ ସରକାର ପାଖରେ ଅଜସ୍ର ରାଜସ୍ୱ ପହଞ୍ଚିବ, ଲୋକଙ୍କର ବିକାଶ ହେବ। ନାଇଁ, BVG ରାମଜୀ ହେବା ଦ୍ୱାରା ଗୁଣବତ୍ତା ବଢ଼ିଲା, କାମ ପାଇଁ ଅଧିକ ଅର୍ଥ ମଧ୍ୟ ବରାଦ କରାଗଲା, ସରଳୀକରଣ କରାଗଲା ଏବଂ ଆପଣଙ୍କର କାମ ହେଇପାରୁନଥିଲା। ଆଜି ଦିନମାନଙ୍କରେ ଯେଉଁ ଶ୍ରମିକମାନେ ଅଛନ୍ତି ସେମାନଙ୍କୁ ଠିକ୍ରେ ମଜୁରୀ ମିଳୁନଥିଲା। ଆଜି ସରକାର ଆସିଲା ପରେ କରିଛନ୍ତି, କିଛି ପ୍ରୋଜେକ୍ଟ, ନୂଆ ପ୍ରୋଜେକ୍ଟ ନେଇଛନ୍ତି, ଏହାଦ୍ୱାରା ଓଡ଼ିଶାର ଏବଂ ଦେଶର ମଧ୍ୟ ବିକାଶ ହେଇପାରିବ। ଏକଥା ପରୀକ୍ଷା ନିରୀକ୍ଷା କଲା ପରେ BVG ରାମଜୀକୁ ଲଗାହେଇଛି। ତେଣୁ ଏଥିରେ କୌଣସି ଆଶଙ୍କା କରିବାର ନାହିଁ। BVG ରାମଜୀ ଯେଉଁ ବଜେଟ୍ ଅଛି ସେଇ ବଜେଟ୍ ସାଙ୍ଗରେ କାମ ଚାଲିବ। କାମ ହେଲେ ଓଡ଼ିଶାର ଉନ୍ନତି ହେବ, ଏଥିରେ ସନ୍ଦେହ ନାହିଁ। 60-40 ଯେଉଁଟା ରଖାହେଇଛି ରେସିଓଟା, ସେଇଟା କେନ୍ଦ୍ର ଯେଉଁ ଅନୁଦାନ କମୁଛି ଲାଗୁଛି ସଠିକ୍ ଭାବରେ ନାଇଁ, କେନ୍ଦ୍ର 60-40 ଯଦି ରଖାହେଇଛି ତାକୁ ରାଜ୍ୟ ଅନୁଦାନ ମଧ୍ୟ ଦେବ, କେନ୍ଦ୍ର ମଧ୍ୟ ଅନୁଦାନ ଦେବ ଏବଂ କେନ୍ଦ୍ର ରାଜ୍ୟର ଉଭୟ ମିଳିତ ଯୋଜନାରେ ଚାଲିବ। ଏଥିରେ
प्रोजेक्टर अर्थर अभाव रही जो प्रोजेक्ट तैयारी हम विजय ताप सरकार पर्याप्त परिमाण अर्थ रखिंट खर्च हम तो आज गोटे गुरुत्वपूर्ण बैठक अच्छे मुख्यमंत्री मनमोहन सिंह अध्यक्षता करेंगे कहुच्छे गोटे संगठन और पंचायत निर्वाचन बहुत गुरुत्वपूर्ण बैठक नहीं भारतीय जनता पार्टी संगठनात्मक बैठक एथिरे विभिन्न समय विभिन्न बैठक बसे आज मुख्यमंत्री आसुच्चंदी स्वागत योग्य संगठन कार्य से बारंबार रोचंदी तेणु ये किसी नूतनत्व नुहे कौन टार्गेट कौन रहेगा नहीं संगठन व्यस्तरे संगठन कार्यधारा सेवा तीर्थ नहीं किसी कार्यक्रम आरंभ हो दलर विभिन्न प्रसंग हम जोटा हम से नहीं कम कर बन्या परिचालन आम देखिलु लोक मैंने तृणमूल स्तर पंचायत असंतुष्ट थे नेता मान विरोध करुले बन्या परिचालना एथर सबुठ भल होइछि दुई दुई थर बन्या हला गोटे छोट बन्या हला गोटे बड़ बन्या हला निजे माननीय मुख्यमंत्री आपन देखिए पादरे चल चली बन्या अंचल बुलले साइकिल रे गले बाइक रे गले को मुख्यमंत्री देखछन्ती आपन एटा इतिहास सृष्टि कला मंत्री माने भुवनेश्वर छाड़ी जाकर एरिया रे बुलले विभिन्न जगह आप जो जगह से पर्याप्त सहायता जोगे दिगला तेणु सरकार पूरा आगुआ सहायता घोषणा कले केन्द्र सहायता देवाई जहाँ जहाँ योजना कले कले तेणु ए बन्या परिचालन कौन त्रुटि दिन लोक सीधा सड़क लोक पाखे सरकार पहुँची पारा विगत दिन मानक सरकार पहुँचती एनजीओ पहुँचे एथर सरकार पहुँचले